ଗରୁଡ଼ ପୁରାଣକୁ ସବୁ ପୁରାଣ ମଧ୍ୟରେ ଶ୍ରେଷ୍ଠ ମାନ ଦିଆଯାଇଛି। ଏହି ପୁରାଣରେ ଏମିତି ଅନେକ ପ୍ରଶ୍ନର ଉତ୍ତର ମିଳିଥାଏ ଯାହା ମାନବକୁ ଅନ୍ୟ କେଉଁଠାରେ ମିଳିନାହିଁ। ଆଜି ଆମେ ଜାଣିବା ଗରୁଡ଼ ପୁରାଣ ଅନୁସାରେ ଏମିତି କେଉଁ କର୍ମ କରିବା ଦ୍ୱାରା ମଣିଷର ଆୟୁଷ କମ୍ ହୋଇଯାଇଥାଏ କିମ୍ବା ଆୟୁର ନାଶ ହୋଇଥାଏ। ଏକରେ ହେଉଛି ଗରୁଡ଼ ପୁରାଣ ଅନୁସାରେ ଯେଉଁ ମଣିଷ ନିଜର ନଖ କାମୁଡ଼ିଥାଏ ତାର ଆୟୁଷ କମ୍ ହୋଇଯାଇଥାଏ। ଯେ ପ୍ରତିଦିନ ସ୍ନାନ କରେ ନାହିଁ ଓ ଦାନ୍ତ ଘଷେ ନାହିଁ ସେଇଭଳି ମଣିଷର ଆୟୁଷ କମ୍ ହୋଇଯାଏ। ଦୁଇରେ ହେଉଛି ଯେଉଁ ମଣିଷ ଅନ୍ନକୁ ବର୍ବାଦ କରିଥାଏ ବା ଖାଇବା ପୂର୍ବରୁ ହାତ ଧୁଏ ନାହିଁ ତଥା ଖାଇବା ସମୟରେ ଅଧିକ କଥାବାର୍ତ୍ତା କରିଥାଏ ତାର ଆୟୁଷ ଧୀରେ ଧୀରେ କମିଯାଇଥାଏ। ତିନିରେ ହେଉଛି ଗରୁଡ଼ ପୁରାଣରେ ଲେଖା ଅଛି ଯେ ଗର୍ଭବତୀ ସ୍ତ୍ରୀଙ୍କ ସହ ସମ୍ଭୋଗ କରୁଥିବା ବ୍ୟକ୍ତିର ଆୟୁଷ ଲମ୍ବା ହୋଇନଥାଏ। ଖରାପ ବିଛଣାରେ ଶୟନ କରୁଥିବା ବ୍ୟକ୍ତିକୁ ବହୁତ ଜଲ୍ଦି ପ୍ରାଣତ୍ୟାଗ କରିବାକୁ ପଡ଼ିଥାଏ। ଚାରିରେ ହେଉଛି ଗରୁଡ଼ଙ୍କ ଆଜ୍ଞା ନ ପାଳନ କରୁଥିବା ଅଧିକ ସମୟ ଯାଏ ଶୋଇଥିବା ବ୍ୟକ୍ତି ଦେବତାଙ୍କ ପୂଜା ନ କରୁଥିବା ବ୍ୟକ୍ତିଙ୍କର ଆୟୁଷ କମ୍ ହୋଇଯାଇଥାଏ। ଏଭଳି ବ୍ୟକ୍ତି ବହୁତ ଜଲ୍ଦି ମୃତ୍ୟୁବରଣ ହୋଇଥାଏ। ପାଞ୍ଚରେ ହେଉଛି ଗରୁଡ଼ ପୁରାଣ ଅନୁଯାୟୀ ଅନ୍ୟପଟେ ଇର୍ଷା କରୁଥିବା ବ୍ୟକ୍ତିର ଆଶା ବହୁତ କମ୍ ହୋଇଯାଏ। ଏଭଳି ବ୍ୟକ୍ତିର ଆୟୁ ନାଶ ହୋଇଥାଏ। ଯେଉଁଠାରେ ଅପମାନ ହେଉଥିବ ସେଠାକୁ ଯିବା ଦ୍ୱାରା ଅଧେ ଆୟୁଷ କ୍ଷୟ ହୋଇଥାଏ। ଛଅରେ ଗରୁଡ଼ ପୁରାଣ ଅନୁଯାୟୀ ବାସ୍ନାରେ ଅନ୍ଧ ହୋଇ କୌଣସି ମହିଳା ବା ଝିଅ ସହ ଜବରଦସ୍ତ ସମ୍ପର୍କ ସ୍ଥାପନ କରିବା ଦ୍ୱାରା ବ୍ୟକ୍ତିର ଆୟୁଷ କମ୍ ହୋଇଥାଏ। ଏଭଳି ବ୍ୟକ୍ତି ବହୁତ ଜଲ୍ଦି ମୃତ୍ୟୁକୁ ପ୍ରାପ୍ତ କରିଥାଏ ଯାହା ସହ ଏଭଳି ବ୍ୟକ୍ତିର ମୃତ୍ୟୁ ଭୟାନକ ହୋଇଥାଏ ଅର୍ଥାତ୍ ତାକୁ ଅଳ୍ପ ଆୟୁରେ ପ୍ରାଣତ୍ୟାଗ କରିବାକୁ ପଡ଼ିଥାଏ। ସାତରେ ଗରୁଡ଼ ପୁରାଣ ଅନୁଯାୟୀ ଅନ୍ୟ କେହି ସ୍ନାନ କରୁଥିବା ପାଣିର ଦ୍ୱିତୀୟ ଥର ବ୍ୟବହାର କରିବା ଉଚିତ ନୁହେଁ। ଭୋଜନ ସର୍ବଦା ବସିକି ଖାଇବା ଉଚିତ। ଗୋଶାଳାରେ କେବେ ବି ମୁକ୍ତ କରିବା ଉଚିତ ନୁହେଁ। ଏହିସବୁ କାମ କରିବା ଦ୍ୱାରା ମଣିଷର ଆୟୁଷ କମ୍ ହୋଇଥାଏ। ଉଦାବାତରେ କେବେ ବି ଶୋଇବା ଉଚିତ ନୁହେଁ ନଚେତ୍ ଆୟୁ କମ୍ ହୋଇଥାଏ। ଯଦି ଏହିସବୁ କାର୍ଯ୍ୟ କରିବା ଠାରୁ ପ୍ରତ୍ୟେକ ମଣିଷକୁ ନିବୃତ୍ତ କରିବା ଉଚିତ।